ବ୍ରହ୍ମପୁରରେ ଷୋହଳ ପ୍ରହରୀ ନାମଯଜ୍ଞ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦି ଗ୍ରାମ ପଞ୍ଚାୟତର ପଦ୍ମପୁର ଗ୍ରାମରେ ଆୟୋଜିତ ହୋଇଯାଇଛି ଷୋହଳ ପ୍ରହରୀ ନାମଯଜ୍ଞ। ବିଶ୍ୱର କଲ୍ୟାଣ ଏବଂ ଗ୍ରାମର ମଙ୍ଗଳ କାମନା ପାଇଁ ଅଖଣ୍ଡ ନାମଯଜ୍ଞ ମହା ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଛି। ଏହି ଷୋହଳ ପ୍ରହରୀ ନାମଯଜ୍ଞରେ କର୍ତ୍ତା ଭାବରେ ଗଣେଶ ପଟେଲ ଏବଂ ତାଙ୍କ ସହଧର୍ମିଣୀ କର୍ଣ୍ଣା ପଟେଲ କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ଭାବରେ ସୀତାରାମ ମିଶ୍ର ଏବଂ ତାଙ୍କ ସହଯୋଗୀ ଟୁନା ମିଶ୍ର ବିଧିବିଧାନ ମୁତାବକ ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ ତୁଲାଇଥିଲେ। ଏହି ନାମଯଜ୍ଞରେ 8 ଗୋଟି ସଂକୀର୍ତ୍ତନ ଦଳ ଯୋଗଦେଇ ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ଦିବାରାତ୍ର ଜପ କରି ନାମଯଜ୍ଞକୁ ସଫଳ କରିଥିଲେ। ଉକ୍ତ ଷୋହଳ ପ୍ରହରୀ ନାମଯଜ୍ଞ ଦେଖିବା ପାଇଁ ବହୁ ଦୂରଦୂରାନ୍ତରରୁ ଦର୍ଶକ ଏବଂ ସଂକୀର୍ତ୍ତନ ପ୍ରେମୀ ଛୁଟି ଆସିଥିଲେ। ନୂଆପଡ଼ା ଜିଲ୍ଲା ସହିତ ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାରୁ ସଂକୀର୍ତ୍ତନ ପ୍ରେମୀମାନେ ଆସି ଯଜ୍ଞ ମଣ୍ଡପ ନିକଟରେ ଜନସମାଗମର ପରିବେଶ ସୃଷ୍ଟି କରିଦେଇଥିଲେ। ଏହି ପରିପ୍ରେକ୍ଷୀରେ ଯଜ୍ଞ କମିଟି ଦ୍ୱାରା ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଗ୍ରାମ ଯଜ୍ଞ କମିଟିର ସଭାପତି ଅମର ବିଳାସ ପଟେଲ, ଉପସଭାପତି ଉର୍ଦ୍ଧବ ପଟେଲ, ସମ୍ପାଦକ ରାକେଶ ପଟେଲ, କୋଷାଧ୍ୟକ୍ଷ ଗଣପତି ପଟେଲଙ୍କ ସହିତ ହିମାଞ୍ଚଳ ପଟେଲ, ନବୀନ ପଟେଲ, କବି ପଟେଲ, ଜଳନ୍ଧର ପଟେଲଙ୍କର ସହିତ ଯଜ୍ଞ କମିଟିର ସମସ୍ତ ସଦସ୍ୟ, ଗ୍ରାମର ସଂକୀର୍ତ୍ତନ ଦଳ ଏବଂ ପଦ୍ମପୁର ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ।